ବାଷ୍ପୀଭବନ ପ୍ରଣାଳୀ। କାଳିରୁ ଆମେ କିପରି ରଙ୍ଗୀନ କଣିକା ପାଇବା? ପରୀକ୍ଷା। ଗୋଟିଏ ବିକରରେ ଅଧା ପର୍ଯ୍ୟନ୍ତ ପାଣି ନେଇ ଏକ ୱାଚ୍ ଗ୍ଲାସ୍ ଉପରେ ବିକରଟିକୁ ଗରମ କରିବା। ପର୍ଯ୍ୟବେକ୍ଷଣ। ୱାଚ୍ ଗ୍ଲାସ୍ରେ ବାଷ୍ପୀଭବନ ହେଉଛି। ୱାଚ୍ ଗ୍ଲାସ୍ର କାଳିରେ ଥିବା ତରଳ ଦ୍ରାବକ ଜଳ ବାଷ୍ପୀଭୂତ ହେଉଛି ଓ ୱାଚ୍ ଗ୍ଲାସ୍ରେ ରଞ୍ଜକର ଅବଶେଷ ରହିଛି। ସିଦ୍ଧାନ୍ତ। କାଳି ହେଉଛି ଜଳରେ ରଞ୍ଜକର ଏକ ମିଶ୍ରଣ, ଅର୍ଥାତ୍ କାଳି ତରଳରେ ରଙ୍ଗର ଏକ ମିଶ୍ରଣ। ଯେଉଁ ପ୍ରଣାଳୀରେ ଉଦ୍ବାୟୀ ଉପାଦାନ ତରଳ ଦ୍ରାବକକୁ ଅଣ ଉଦ୍ବାୟୀ ଉପାଦାନ ଦ୍ରବଠାରୁ ପୃଥକ୍ କରାଯାଏ ତାହାକୁ ବାଷ୍ପୀଭବନ ପ୍ରଣାଳୀ କୁହାଯାଏ। ଉଦ୍ବାୟୀ ଉପାଦାନ। ଯେଉଁ ଉପାଦାନଗୁଡ଼ିକ କଠିନ ବା ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇପାରନ୍ତି ତାହାକୁ ଉଦ୍ବାୟୀ ଉପାଦାନ କୁହାଯାଏ। ଉଦାହରଣ: ଆଲକୋହଲ, ପାରଦ। ଅଣ ଉଦ୍ବାୟୀ ଉପାଦାନ। ଯେଉଁ ଉପାଦାନଗୁଡ଼ିକ କଠିନ ବା ତରଳ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇପାରନ୍ତି ନାହିଁ ତାହାକୁ ଅଣ ଉଦ୍ବାୟୀ ଉପାଦାନ କୁହାଯାଏ। ଉଦାହରଣ: ଲୁଣ, ଚିନି।